ओम नमो भगवते वासुदेवाय। श्रीमद्भगवत महापुराण तृतीय स्कंध विंशोऽध्याय। पुण्यसृष्टिर प्रकरण विंशति अध्याय बखाण। शौनक उवाच वराहरूपी भावग्राही जले धरणी गोले थोई से स्वयंभुव मनुबला धरणी पृष्ठे যাহা কলা নানা প্রকারে জন্তু যেতে তাহাଙ୍କୁ সাধিলা কেমন্তে জ্যেষ্ঠ ভ্রাতা যে ধৃতরাষ্ট্র তা পুত্র দুর্যোধন দুষ্ট কর্ণ শকুনি দুঃশাসন এহাঙ্ক তুলে যেতে জন পাণ্ডব হিতে সে বিশ্বাসে বর্তই বলি মহারোষে রাজ্যভার করিদেল যেণু সে ব্যাশঙ্কর বলা ছাড়িলা হস্তিনা নগরী কৃষ্ণ চরণে আশ্রে করি তীর্থ সাধন পুণ্য বলে কান্তে বিষ্ণু ভক্তি ফলে গোবিন্দ ভক্ত সে নিশ্চলে বর্তই ভক্তজন মেলে বিদুর ভ্রমে তীর্থ মার্গে কাননে মৈত্রেয়ଙ୍କ আগে বন গহনে গঙ্গা কূলে সেবে নিজ এক মেলে বিদুর কিবা প্রশ্ন কলা কহিবা মতে বিষ্ণু লীলা সে বিষ্ণু কথা বাক্য সার শ্রুতি গোচরে সুধার যে সনে গঙ্গা স্নান কলে সে তিনি তাপরু ধরে গোবিন্দ কথা ସେହି মতে পাপ ন রহে অন্তর্গতে কৃষ্ণ চেষ্টিত ভাব যেতে ভমুনি কহম অগ্রতে কৃষ্ণর লীলামৃত রসে রসই যার শ্রুতি গ্রাসে সে কাହିଁ ছাড়ে কৃষ্ণ কথা জেণে হরই ভব ব্যথা নৈমিষ্যারণ্যে মুনিগণে সে উগ্র শ্রবার চরণে প্রণত হইণ কহিলে বিষ্ণুর কথা কহ ভলে সে উগ্র শ্রবা বিষ্ণু পদে মনকু নিবেশি আনন্দে কহিলে শুণ মুনিগণ কহিবি শ্রীহরির গুণ সুত উবাচ বিষ্ণু শুকর রূপ ধরি ধরণী পাতাଳୁ ধরি লীলা বিহারে হিরণ্যাক্ষ গোবিন্দ মাইলে প্রত্যক্ষ সে কথা শুনি তো শচিতে অশ্রুপুলকরম গাত্রে মৈত্রেয় পাদে দেই শির আনন্দে পুছই বিদুর বাচ নাম ফিরু ব্রহ্মাবতার সে প্রজাপতিଙ୍କ ଈଶ୍ୱର ପ୍ରଜାପତିଙ୍କୁ ଜାତ କଲା ସୃଷ୍ଟି ସର୍ଜନେ ଆଜ୍ଞା ଦେଲା ମରିଚି ଆଦି ସପ୍ତତନୁ ଅପରେ ସ୍ୱୟଂଭୁବ ମନୁ ପିତାର ଆଦେଶେ ସମସ୍ତେ ସୃଷ୍ଟି ସର୍ଜିଲେ କେମନ୍ତେ ଭାର୍ଯ୍ୟା ସହିତେ ଯୋଗ ମତେ କିଏ ବା ସର୍ଜିଲେ ସ୍ୱତନ୍ତ୍ରେ কিবা সকল এক মেলে সৃষ্টি সর্জিলে অন্তরালে কিবা ধরণী জলে স্থাপি প্রজা সর্জিলে বিশ্বরূপী সে পুଣି কিবা কলে পরে তবিনু কেবা কহিপারে তুম্ভে আগত অনাগত সকল বিষয়ে বিদিত ব্রহ্মাঙ্ক আজ্ঞা ঘেনি শিরে জগত কলে কি প্রকারে মৈত্রেয় উবাচ শুণ বিদুর এক চিতে যে সৃষ্টি পদ্ম কল্পন্তে
যে কাল রূপী বিশ্বনাথ, যা মায়া বলে জগত, সমায়া বলে ক্ষোভ পাই, মহত রূপ সে ধরই। রজ প্রধানে তিনি গুণে, কল্পিলা দৈব প্রেরণে, সে ভূত আদি যে মহত, অগ্রেসর জিলা পঞ্চভূত, শবদ আদি পঞ্চগুণে, মিলিলে সৃষ্টির কারণে। যে জ্ঞানেন্দ্রিয় চক্ষু আদি, যে কর্মেন্দ্রিয় হিবাগাদি, শব্দাদি যেতেক হইলে, সৃজনে অসমর্থ হেলে, ସେ ପୁଣି ଏକ ରୁଣ୍ଡ ହୋଇ ଦେବଶକ୍ତିର ବଳ ପାଇ, କଳ୍ପିଲା ହେମମୟ ଅଣ୍ଡ, ଯାହାକୁ ବୋଲନ୍ତି ବ୍ରହ୍ମାଣ୍ଡ। ସେ ଅଣ୍ଡକୋଷ ମହାଜଳେ ପଡ଼ି ଭାସଇ କାଳ ବଳେ, ସେ ପୁଣି ସହସ୍ର ବରଷେ ସେ ମହାନବ ଜଳେ ଭାସେ। ସେ ଅଣ୍ଡକୋଷ ମଧ୍ୟ ହରି ଶୋଏ ଅନନ୍ତ ଶଯ୍ୟା କରି, ତା ନାଭି ପଦ୍ମ ପଦ୍ମକୋଷ, ସଲିଳେ ହୋଇଲା ପ୍ରକାଶ। ସେ ପଦ୍ମ ନିଜ ତେଜ ପୁଞ୍ଜେ, ସହସ୍ରେ ରବି ରଶ୍ମି ଗଞ୍ଜେ। ସେ ପଦ୍ମ ମଧ୍ୟ ସର୍ବଜନ୍ତୁ, ପ୍ରକାଶେ ନିଜ କର୍ମ ହେତୁ। ବିରାଜ ରୂପ ତାର ମଧ୍ୟେ, ଜନ୍ମିଲା ନିଜ କାର୍ଯ୍ୟ ସାଧେ। ସେ ପୁଣି ବିଷ୍ଣୁ ଉପଦେଶେ, ସୃଷ୍ଟି ସର୍ଜିଲା ଅଣ୍ଡକୋଷେ। ପୂର୍ବେ ଯେ ମତେ ସୃଷ୍ଟି ଥିଲା, ସେ ନାନା ରୂପେ ସମ୍ପାଦିଲା। କାଳର ବଳେ କୋପ ମନେ, ନିଶ୍ୱାସ ଛାଡ଼େ ଘନ ଘନେ। ତାର ନିଶ୍ୱାସ ତତ୍କ୍ଷଣେ, ଅବିଦ୍ୟା ସଙ୍ଗ ପଞ୍ଚଗଣେ। ତା ମିଶ୍ର ଅନ୍ଧ ତମ ତମ, ମୋହ ମୋହ ମହାମୋହ ପଞ୍ଚମ। ଏ ପଞ୍ଚତମ ଏକାବେଳେ, ଜନ୍ମିଲେ ଅନ୍ଧକାର ବଳେ। ଏ ସୃଷ୍ଟି ଦେଖି ତୁମ ମୟ ଧାତା ଛାଡ଼ିଲା ନିଜ ଦେହ, ସେ ପିଣ୍ଡ ଦେଖି ତୁମ ଗଣେ ବେଗେ ଧାଇଁଲେ ତତକ୍ଷଣେ। ସେ ଦେହ ମଧ୍ୟ ସନ୍ଧ୍ୟା ମିଶି, ତମେ ରଜନୀ ପ୍ରାୟ ଦିଶି। କ୍ଷୁଧା ତୃଷ୍ଣାର ଅତି ବଳେ, ସର୍ବେ ମିଳିଲେ ଏକ ମେଳେ। ଥକେ ବୋଲନ୍ତି ରଖ ରଖ, ଥକେ ବୋଲନ୍ତି ବେଗେ ଭକ୍ଷ। ତକ୍ଷଣେ ବ୍ରହ୍ମା ଭୟ ପାଇ, ବୋଲେ ତାହାଙ୍କ ମୁଖ ଚାହିଁ, ଏ ପିଣ୍ଡ ରଖ ନ ଭକ୍ଷ, ଏଣୁ ହୋଇବ ଯକ୍ଷ ରକ୍ଷ। ତୁମ୍ଭେ ଯେ ଯକ୍ଷ ରକ୍ଷ ଗଣ, ମୋର ବଚନ ଏବେ ଶୁଣ। ତୁମ୍ଭେ ମୋହର ପ୍ରଜା ହୁଅ, ଏମନ୍ତେ କହି ପିତାମହ ସୃଜିଲା ଦେବ ସ୍ତ୍ରୀ ଗଣ। ଦେବଙ୍କ ଭୋଗ୍ୟ ଯେ ପ୍ରମାଣ, ଦିବସ ରୂପା ସେ ସାକ୍ଷାତେ, ସଜିଲା କ୍ରୀଡ଼ାର ନିମିତ୍ତେ। ବ୍ରହ୍ମା ସାତ୍ତ୍ୱିକ ମନୋଭାବ, ତହୁଁ ଦେବଙ୍କ ଆବିର୍ଭାବ। ପୁଣି ଜଘନୁ ବେଦପତି, ଅସୁର କଲା ଉତ୍ପତ୍ତି। ସ୍ତ୍ରୀ ଲମ୍ପଟ ସେ ଯୁଗତେ, ନାରୀଙ୍କୁ ଦେଖିଲେ ଅଗ୍ରତେ। ତାହାଙ୍କୁ ଦେଖି ତତକ୍ଷଣେ, ଧାଇଁଲେ ସେ ଅସୁର ଗଣେ। ମୈଥୁନ ଲୋଭ ବନ୍ଧେ ଧାଇଁ, ବେଗେ ବଢ଼ିଲେ ଲୋଭ ବହି। ନିର୍ଲଜ୍ଜପଣ ତାହାଙ୍କର, ଦେଖି ହସିଲେ ବେଦବର। ବ୍ରହ୍ମାର ହାସ୍ୟ ଦେଖି କୋପେ, ମିଳିଲେ ତାଙ୍କର ସମୀପେ। ଚାହାନ୍ତେ କୋପିତ ବଦନେ, ଭୟ ପୋଷିଲା ବ୍ରହ୍ମା ମନେ। ଶୂନ୍ୟ ଗୋବିନ୍ଦ ପଦ ଧ୍ୟାଇ, ବୋଲଇ ଶିରେ କର ଦେଇ। ପ୍ରାଣୀଙ୍କ ଅନୁଗ୍ରହ ଅର୍ଥେ ତୁ ନାଥ ଆଜ୍ଞା ଦେଲୁ ମତେ। ସୃଷ୍ଟି କରଇ ତୋର ବୋଲେ, ତନୁରୂପ ଏ ଶୟଳେ। ତୁ ମତେ ରଖ ଚକ୍ରଧର, ଏ ଗଣେ ମହାଭୟଙ୍କର। ଏ ଯେବେ ଭକ୍ଷିବେଟି ମତେ, କେମନ୍ତେ ସର୍ଜିବି ଜଗତେ। ବ୍ରହ୍ମା ବିକଳ କର୍ଣ୍ଣେ ଶୁଣି, ବୋଲଇ ପ୍ରଭୁ ଚକ୍ରପାଣି। ଏ ଦେହ ଘୋର ଭୟଙ୍କର, ବେଗେ ତୁ ଛାଡ଼ ଏ ଶରୀର। ଶୁଣି ଗୋବିନ୍ଦର ବଚନ, ତକ୍ଷଣେ ଛାଡ଼ିଲା ଜୀବନ।
ସେ ଦେହ ସନ୍ଧ୍ୟା ରୂପ ହୋଇ ରୂପେ ଅସୁର ମନ ମୋହି ନାନା ଅଳଙ୍କାର ସାଜେଣି ଚରଣେ ନୂପୁର ବାଜେଣି ମଦ ବିହଳିତ ଲୋଚନ ଦୁକୁଳେ କୋଟି ସ୍ୱଭାବନ କୋଟି ମେଖଳା ରତ୍ନ ସାର ହୃଦୟେ ତୁଙ୍ଗ ପୟୋଧର ସୁନ୍ଦର ନାସିକା ବିରାଜେ ଦନ୍ତ ଡାଳିମ୍ବ ବୀଜ ଗଞ୍ଜେ ମଧୁର ହାସ ମନୋହର ସମ୍ଭ୍ରମ କଟାକ୍ଷ ସୁନ୍ଦର ବସ୍ତ୍ରେ ଆଚ୍ଛାଦି କଳେବର ପଥେ ଚାଲଇଲା ଜବର ଅସୁରେ ଦେଖି ତା ଗମନ ସର୍ବେ ହୋଇଲେ ହତ ଜ୍ଞାନ କହନ୍ତି ଏକ ଏକେ ଚାହେଁ ଏମନ୍ତ ଦେଖିଲା ତ ନାହିଁ ନବୀନ ବୟସ ଏହାର ରୂପ ଲାବଣ୍ୟ ମନୋହର ଏ ଆମ୍ଭ ମନ ମଧ୍ୟରେ ରମେ ଅକାମୀ ଜନ ପ୍ରାୟ ଭ୍ରମେ ଏମନ୍ତେ ସନ୍ଧ୍ୟା ରୂପ ଦେଖି ପ୍ରମୋଦା ପ୍ରାୟ ଉପଲକ୍ଷୀ ନୟନ ଦେଇ ତା ବଦନେ ଭାବେ ପୁଛନ୍ତି ଅନ୍ୟୋନ୍ୟେ ଏମନ୍ତ ବହୁତ ବିଚାର କରିଣ ସକଳ ଅସୁର ପ୍ରଣୟ ବସେ ପ୍ରମୋଦାର କରିଣ ବହୁତ ସତ୍କାର କୁବୁଦ୍ଧିପଣରେ ଅସୁର ପୁଛିଲେ ତାକୁ ବାର ବାର ବରମ୍ବାଉରୁ ସୁକଲ୍ୟାଣୀ ପ୍ରମୋଦା କୁଳ ଶିରୋମଣି କାହାର ପତ୍ନୀ ତୁ ବୋଲାଉ କହ ତୁ ପୂଜିଲୁ କାହୁଁ କହ ତୁ ତୋର କିସ ନାମ କି ପ୍ରୟୋଜନେ ତ ଗମନ ତରୂପ ଗୁଣେ ହୋଇଛନ ଆମ୍ଭର ସ୍ଥଗିତ ଲୋଚନ ତୋହର ରୂପ ଗୁଣ ରାଶି ଆମ୍ଭର ପ୍ରଭାକୁ ବିନାଶୀ ଆମ୍ଭର ପୂର୍ବ ଭାଗ୍ୟ ଫଳେ ମିଳିଲୁ ଆମ୍ଭର ଛାମୁରେ କନ୍ଦୁକ କ୍ରୀଡ଼ା ତ ନୟନ ଦେଖି ହରିଲା ଆମ୍ଭ ମନ ତୋର ଚରଣ ପଦ୍ମ ଯୁଗ ଗମନ ଚଞ୍ଚଳ ତରଙ୍ଗ ହସ୍ତେ କନ୍ଦୁକ ତୋର ସାଜେ ତ ମଝା ସିଂହ ମଧ୍ୟ ଗଞ୍ଜେ ସେ ପୁଣି ସ୍ତନ ଭରା କ୍ଷୀର୍ଣ୍ଣ ଭାଜିଲା ପ୍ରାୟ ଅନୁମାନ ହେମନ୍ତ ସନ୍ଧ୍ୟା ରୂପ ଚାହେଁ ଅସୁର ଗଣ ଲୋଭ ବହି ସନ୍ଧ୍ୟାକୁ ଧରି ବାହୁ ବୋଳେ ମୋହେ ମଜିଲେ କାମ ଫଳେ ଦେଖି ବିଧାତା ପ୍ରହସିତ ଭାବ ଗମ୍ଭୀର ମଗ୍ନ ଚିତ ବ୍ରହ୍ମାର ଶରୀର ବିରାଜେ ତକ୍ଷଣେ ନିଜ କାନ୍ତି ତେଜେ ସ୍ୱଭାବେ ବ୍ରହ୍ମା ସେ ଆନନ୍ଦ ଗନ୍ଧର୍ବ ଅପସରା ବୃନ୍ଦ ବ୍ରହ୍ମାର ଶରୀରୁ ବାହାର ଯେ ରୂପ ମହେଶ୍ୱର ନର ଗନ୍ଧର୍ବ ବିଶ୍ୱାବସୁ ଆଦି ସେ ବ୍ରହ୍ମା ରୂପରୁ ପ୍ରସିଦ୍ଧି ଆବରି ଅପସରା ଗଣେ ସୁଖେ ରହିଲେ ଜଣେ ଜଣେ ପୁଣି ଅଳସ ଭାବ ଧରି ଭୂତ ପିଶାଚ ଗଣ କରି ସେ ମୁକ୍ତ କେଶ ଦିଗମ୍ବର ଦେଖି କମ୍ପିଲେ ସୁର ନର ପଥେ ତାହାଙ୍କ ରୂପ ଦେଖି ବ୍ରହ୍ମା ବୁଜିଲେ ବେନି ଆଖି ସେ ଦେହ ନିଦ୍ରା ବସ ଚାହିଁ ପୁଣି ଛାଡ଼ିଲା ନିଜ ଦେହି ସେ ଦେହ ଭୂତ ଗଣେ ଧରି ଉନ୍ମାଦ ନାଦେ ସେ ବିହରି ପରୋକ୍ଷ ପୁଣି ସପ୍ତ ଗୁଣେ ସର୍ଜିଲା ସାଧ୍ୟ ପିତୃଗଣେ ସେ ସାଧ୍ୟ ପିତୃବେନି ଗଣ ସେ ଦେହୁ ହୋଇଲେ ଜନମ ସେ ଦେହ ପାଇ ତ ସଚିତ କର୍ମକୁ ବିଦେ ଯେ ବିଦିତ ସେ ସିଦ୍ଧ ବିଦ୍ୟାଧର ଗଣେ ଜାତ ହୋଇଲେ ଦତକ୍ଷଣେ ସ୍ୱଭାବେ ତେଜ ଅନର୍ଗଳା ତାହାଙ୍କୁ ଅନ୍ତର୍ଧାନ ଦେଲା ବିଧାତା ପ୍ରତିବିମ୍ବ ବଳେ ଦେଖିଣ ମନର ନିଶ୍ଚଳେ କିନ୍ନର କି ପୁରୁଷ ଜାତି ପୁଣି ସର୍ଜିଲା ପ୍ରଜାପତି ମିଥୁନ ଭାବେ ବୀଣା ବାଇ ଦେବଙ୍କ ତ ସେ ଗୀତ ଗାଇ ଏବେ ତୁ ଶୁଣ ହେ ବିଦୁର ବ୍ରହ୍ମାର ସୃଷ୍ଟିର ପ୍ରକାର
ସେ ସୃଷ୍ଟି ଚାହିଁ ପ୍ରଜାନାଥ ମନରେ ହୋଇଲା ଚିନ୍ତିତ। ଏ ସୃଷ୍ଟି ବୃଦ୍ଧି ତନ ହୋଇଲା ଚିନ୍ତାରେ ବହୁତ ଶୋଇଲା। ତାହାକୁ ସର୍ଜି ବେଦ ବର ତକ୍ଷଣେ ଛାଡ଼ି ସେ ଶରୀର। ଦେହ ଅନ୍ତରେ ଶୂନ୍ୟ ରହି ଶରୀର ଦେଖି ବିଚାରଇ। ସର୍ଜନ ଯୋଗ୍ୟ ଏ ନୁହନ୍ତି ଏମନ୍ତେ କ୍ରୋଧେ ବହୁ ଚିନ୍ତି। କ୍ରୋଧର ବସେ ପଦ୍ମଜନି ସେ ଭୋଗ ଦେହ ତ୍ୟଜେ ପୁଣି। ତହୁଁ ଯେ କେଶ ଗଲା ଖସି ତହୁଁ ଜନ୍ମିଲେ ସର୍ପରାଶି। ତକ୍ଷଣେ ତମ ଗୁଣ ଜାତ ଗରଳ ତେଜେ ବଳବନ୍ତ। ତାହାଙ୍କୁ ଚାହିଁ ପ୍ରଜାନାଥ ସନ୍ତୋଷେ ହେଲା କୃତକୃତ୍ୟ। ପୁଣି କଳ୍ପିଲା ମନୋରଥେ ଆବର ସୃଷ୍ଟି ଭାବ ଯେତେ। ମନୁଙ୍କୁ କଲା ଉତପତି ମନର ତହୁଁ ବେଦପତି। ନିଜ ପୁରୁଷ ରୂପ ଦେହ ତାଙ୍କୁ ଅର୍ପିଲା ପିତାମହ। ଯେ ଅଗ୍ରେ ଜାତ ହୋଇଥିଲେ ତାଙ୍କୁ ପ୍ରଶଂସା ବହୁ କଲେ। ଏମନ୍ତେ ବ୍ରହ୍ମା ସୃଷ୍ଟି ଚାହିଁ ବିବୁଧେ ତାର ଗୁଣ ଗାଇ। ବୋଲନ୍ତି ଧନ୍ୟ ବେଦପତି ସୃଷ୍ଟି ସର୍ଜନେ ଦୃଢ଼ମତି। ଏଣେ ହୋଇବ ସର୍ବଯୋଗ ଆମ୍ଭେ ଲଭିବୁ ହବିର୍ଭାଗ। ଅନେକ ତପ ଯେଣୁ କଲା ଶୂନ୍ୟ ଗୋବିନ୍ଦ ଆଜ୍ଞା ଦେଲା। ନିଜ ସାଧନେ ତପ ବଳେ ଏ ସୃଷ୍ଟି କଲା ବୁଦ୍ଧି ବଳେ। ତପସ୍ୟା ବିଦ୍ୟା ଆସନାଦି ଅଷ୍ଟାଙ୍ଗ ଯୋଗ ସୁସମାଧି। ପୁଣି ସର୍ଜିଲା ଋଷିଗଣ ସ୍ୱବଶ କରି ଇନ୍ଦ୍ରିଗଣ। ହେମନ୍ତ ଋଷି ସୃଷ୍ଟି କଲା ଆପଣା ଦେହ ଅଂଶ ଦେଲା। ହେମନ୍ତେ ସୃଷ୍ଟିର କାରଣ ବିଧାତା ରୂପେ ନାରାୟଣ। କରଇ ପୁଣ ପୁଣ ଭାବେ ତାର ଭକତ ଜନ ଲାଭେ। ହେମନ୍ତେ ଭାଗବତ ବାଣୀ ମୈତ୍ରେୟ ମୁନି ଆଗେ ଭଣି। ବନେ ପିପଳ ବୃକ୍ଷ ମୂଳେ ଶ୍ରୀକୃଷ୍ଣ ରୂପ ତ୍ୟାଗ କାଳେ। ସେ କଥା ପରୀକ୍ଷିତ ଆଗେ ମୁନି କହିଲେ ପ୍ରିୟ ଭାବେ। ହରିଚରିତ ଭାଗବତ କହିଲା ବିପ୍ର ଜଗନ୍ନାଥ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ୍ୟାଂ ସଂହିତାୟାଂ ତୃତୀୟ ସ୍କନ୍ଧେ ସୃଷ୍ଟିସର୍ଜନମ୍ ନାମ ବିଂଶୋऽଧ୍ୟାୟଃ। ଓಂ ନମୋ ଭଗବତେ ବାସୁଦେବାୟ। ହରି ଓମ୍।